Hello friend, welcome to our YouTube channel English and ଓଡ଼ିଆ ଏଜୁକେସନ୍। ତ ପ୍ରଥମେ ତୁମମାନଙ୍କୁ ଅନୁରୋଧ କି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କର, କାହିଁକିନା ଏହି ଚ୍ୟାନେଲରେ ଏମିତି ଅନେକ ମଜା ମଜା ଭିଡ଼ିଓ ଦେଖିବାକୁ ପାଇବ। ତ ଚାଲ ତୁମ ହସ ଖେଳ ବହିର ପାଠ ନମ୍ବର 17 ପାଠର ନାମ ଦେଖ ସ୍ୱାଧୀନତା ଦିବସ। ଚାଲ ଆମର ଏହି ସ୍ୱାଧୀନତା ଦିବସ ବିଷୟରେ କିଛି ଜାଣିବା ଏବଂ ଏହି ପାଠଟିକୁ ପଢ଼ିବା। ସମସ୍ତେ ଦେଖ ପାଠ ନମ୍ବର 17 ପାଠର ନାମ ହେଲା ସ୍ୱାଧୀନତା ଦିବସ। ସକାଳ ହେଲେ ଅଗଷ୍ଟ ମାସ 15 ତାରିଖ ହେବ। ସକାଳ ହେଲେ କ'ଣ ହେବ? ଅଗଷ୍ଟ ମାସର 15 ତାରିଖ ହେବ। ପିଲାଙ୍କ ଭିତରେ ଆଗ୍ରହ ଓ ଉତ୍ସାହ ଦେଖାଯାଉଥାଏ। ଶିକ୍ଷକ କୃଷ୍ଣଚନ୍ଦ୍ରଙ୍କ ତତ୍ତ୍ୱାବଧାନରେ ପିଲାମାନେ କାମ କଲେ। ବିଦ୍ୟାଳୟର ଭିନ୍ନ ଭିନ୍ନ ସ୍ଥାନ ସଫା କଲେ। ପ୍ରଧାନ ଶିକ୍ଷକ ବିଷ୍ଣୁବାବୁ କାହାକୁ ମୁଖ୍ୟ ଅତିଥି କରିବେ ଭାବିଲେ। ବୈଷ୍ଣବ ବାବୁଙ୍କୁ ମୁଖ୍ୟ ଅତିଥି କରିବାକୁ ମନସ୍ଥ କଲେ। ପିଲାମାନେ ରଙ୍ଗୀନ କାଗଜର ପତାକା ଲଗାଇଲେ। ସବୁ ପିଲା ସକାଳ 7ଟାରେ ପହଞ୍ଚିବା ପାଇଁ ସ୍ଥିର ହେଲା। ପିଲାମାନେ ଫୁଲ ନେଇ ସ୍କୁଲକୁ ଆସିଲେ। ବୈଷ୍ଣବ ବାବୁ ଠିକ୍ ଦେଖ ପିଲାମାନେ ପ୍ରଥମେ ଦେଖିନ ଏଇଟା କ'ଣ? ଏଇଟା ଦେଖ, ଏଇଟା ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ। ଦେଖ ପିଲାମାନେ କ'ଣ କରୁଛନ୍ତି? ଏଇଟା ପିଲାମାନେ ପରିବେଶରେ ସବୁ ଥିବା ମଇଳା ଆବର୍ଜନା ଜିନିଷକୁ ସଫା କରୁଛନ୍ତି। ଏଇଟା ତାଙ୍କର କିଏ? ଶିକ୍ଷକ ଏଇଟା କରନ୍ତି। ଦେଖ କେତେ ସୁନ୍ଦର ଦେଖାଯାଉଛି ପିଲାମାନେ। ଦେଖ ବିଦ୍ୟାଳୟଟା ଦୁଇ ଆଡ଼ରେ କ'ଣ ଅଛି? ଫୁଲ ବଗିଚା। ଦେଖ କେତେ ସୁନ୍ଦର ଭାବରେ। ସମୟରେ ବିଦ୍ୟାଳୟରେ ପହଞ୍ଚିଲେ। ସମସ୍ତେ ସ୍ଥିର ଭାବରେ ଛିଡ଼ା ହେଲେ। ବୈଷ୍ଣବ ବାବୁ ଜାତୀୟ ପତାକା ଉତ୍ତୋଳନ କଲେ। ପିଲାମାନେ ଜାତୀୟ ସଙ୍ଗୀତ ଗାନ କଲେ ବା ଗାଇଲେ। ଦେଖ ଚାଲ ସମସ୍ତେ କ'ଣ କରିବା? ଆମେ ଜାତୀୟ ସଙ୍ଗୀତ ଗାନ କରିବା। ଚାଲ। ଜନଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା, ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ, ବିଞ୍ଜୟ ହିମାଚଳ ଯମୁନା ଗଙ୍ଗା ଉଚ୍ଚଳ ଜଳଜିତ ରଙ୍ଗ, ତବ ଶୁଭ ନାମେ ଜାଗେ ତବ ଶୁଭ ଆଶିଷ ମାଗେ, ଗାଏ ତବ ଜୟ ଗାଥା, ଜନଗଣ ମଙ୍ଗଳ ଦାୟକ ଜୟ ହେ ଭାରତ ଭାଗ୍ୟ ବିଧାତା, ଜୟ ହେ ଜୟ ହେ ଜୟ ହେ ଜୟ ଜୟ ହେ। ସମସ୍ତେ କ'ଣ କଲେ? ସମସ୍ତେ ଏହି ଜାତୀୟ ସଙ୍ଗୀତ ଏହିପରି ଭାବରେ ଗାନ କଲେ। ତାପରେ ବୈଷ୍ଣବ ବାବୁ ଭାଷଣ ଦେଲେ। ଜାତୀୟ ସଙ୍ଗୀତ ସରିଲା ପରେ ବୈଷ୍ଣବ ବାବୁ ଭାଷଣ ଦେଲେ। ଇଂରେଜମାନେ 200 ବର୍ଷ ଧରି ଆମକୁ ଶାସନ କରୁଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନ ହୋଇଥିଲା। ଆମ ଜାତୀୟ ପତାକାରେ 3ଟି ରଙ୍ଗ ଅଛି। କେଶର ରଙ୍ଗ ସାହସର ପ୍ରତୀକ, ଧଳା ରଙ୍ଗ ଶାନ୍ତିର ପ୍ରତୀକ, ସବୁଜ ରଙ୍ଗ ମୈତ୍ରୀର ପ୍ରତୀକ, ମଝିରେ ଥିବା ଅଶୋକ ଚକ୍ର ଗାଢ଼ ନୀଳ ରଙ୍ଗ ଅଟେ। ଏଥିରେ 24ଟି ଅର ଅଛି। ଏହା ପ୍ରଗତିର ସୂଚକ ଅଟେ। ଆଜିର ଶିଶୁ କାଲିର ନାଗରିକ। ଦେଶର ଉନ୍ନତି ପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ଭାଷଣ ପରେ ଦେଶ ପାଇଁ ଲଢ଼ିଥିବା ନେତାମାନଙ୍କର ନାମ କହିଲେ ଏବଂ ପିଲାଙ୍କୁ ଜୟ କହିବାକୁ ଅନୁରୋଧ କଲେ।